ଜଗନ୍ନାଥ। ଏବେ ତ ଗେଟ୍ ଚମକ ବନ୍ଦ ହେଉଛି। ଆମ ମନ ହେଲା ଆଜି ଆମେ ବୁଲିବାକୁ ଯାଉଛୁ ଚମକ ପାର୍କ। ତମମାନଙ୍କର ମନ ଯଦି ହବ ତମମାନେ ଚମକ ପାର୍କ ଆସିପାରିବେ ବୁଲିବାକୁ। ଚଲ ଆଗକୁ କ'ଣ ହବ ଦେଖିବା। ବହୁତ ବହୁତ ଆକର୍ଷଣୀୟ ଜିନିଷ ଅଛି ଦେଖିବାକୁ ତମମାନେ ପାଇବେ। ଚଲ ଚାଲ ଦେଖିପାରୁଥିବେ କୋଉଟା ଅଛି ନା ମାଛ, ବଡ଼ ବଡ଼ ମାଛ ଅଛି। ଓ ମାଛ, ପଖଣା ମାଛ, ଛୁଆ ଚାଲ। ମାଛ, କୁକୁର ମାଛ। ଚାଲନ୍ତୁ ଆଗକୁ କ'ଣ ହବ ଦେଖିବା। ଆମେମାନେ ତ ଆସିପାରୁନଥିଲୁ, ଆମେମାନେ ବାହାରେ ଥିଲୁ। ଏବେ ଖରାବେଳ ଟାଇମ୍ ପାଇଲେ ଟିକେ ଚମକ ପାର୍କ ବୁଲି ଆସିଲୁ। ଆମେମାନେ ବି ସେକେଣ୍ଡ ଟାଇମ୍ ପାଇଁ ଟିକେ ବୁଲି ଆସିଲୁ। ଆଉ ଆମ ଭିଡ଼ିଓକୁ ଟିକେ ସପୋର୍ଟ କରିବେ। ସପୋର୍ଟ କରିଲେ ତମେମାନେ ଆମକୁ ସପୋର୍ଟ କରିଲେ ଆମେମାନେ ଆଗକୁ ଟିକେ ବଢ଼ିବୁ। ଫଟୋ ଉଠେଇବ। ଭିଉର୍ସମାନଙ୍କୁ ଲାଇକ୍ କମେଣ୍ଟ ସବୁ ଦେଉଛ, ଆମକୁ ଟିକେ ସପୋର୍ଟ କଲେ ଆମେ ବି ଆଗକୁ ବଢ଼ିବୁ। ଜଗନ୍ନାଥଙ୍କ ଆପଣଙ୍କ କୃପା କରନ୍ତୁ। ଆସ ଆଗକୁ କ'ଣ ହବ ଦେଖିବା। ଜଙ୍ଗଲ ଭିତରେ ଗୋଟେ ଆକର୍ଷଣୀୟ ଜିନିଷ ଅଛି, ତମେ ଚାଲନ୍ତୁ ଆମେ ଦେଖିବା। ତ ଆମେମାନେ ଆଗରୁ ଆସିଥିଲେ ପାର୍କ ଗଛଗୁଡ଼ା କେତେ ମରିଯାଇଥିଲା। ଏବେ ମାନେ କଣିଆ କଣିଆ ଗଛ ଅଛି, ସବୁଜ ସବୁଜ ଭିଉ ଭଲ ଅଛି। କ୍ୱାଲିଟି ଆମ ସମୟ ଏଇଟା ଆଗରୁ ମାନେ 2-3 ବର୍ଷ କଥା ମୁଁ କହୁଛି। ଏବେ ତ ବାହାରେ ଥିନି, ଏବେ ତ ମୁଁ ଆସିଛି ଆମ ଦୁର୍ଗା ପୂଜାକୁ ବେଳେ ବୁଲିବାକୁ ଆସିଛୁ। ଛୋଟ ଭିଡ଼ିଓ ନେଇକି ଆସିଛୁ। ଭଲ ଭଲ ଆକର୍ଷଣୀୟ ଜିନିଷ ଏ ମା କ'ଣ ଦେଖିଲି ରେ। ଏ ଚମକ ମାଇଲ ଚମକ। ଚଳନ୍ତୁ ଆମ ପରିବାର ଆମ ଫ୍ୟାମିଲି ବିଲେ ଆସିଛି। ପିଲାମାନେ ବୁଲତେ ହେଇଛି। ସେମାନେ ଆଗରୁ ବୁଲୁଛନ୍ତି। ଆମ ପଛରେ ଭିଡ଼ିଓ ବନେଇଛି। ତମେମାନେ ଆମକୁ ସପୋର୍ଟ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ପ୍ଲିଜ୍ ବାଘରେ ବାଘ ସବସ୍କ୍ରାଇବ୍ କରିବାକୁ ଭୁଲିବନି। ଆମ ଭିଡ଼ିଓକୁ ସବସ୍କ୍ରାଇବ୍ ନିହାତି କରିବ ପ୍ଲିଜ୍।